ଜୟଗୁରୁ ଯୋଗ ସାଧନ ଯୋଗୀଗୁରୁ ଦର୍ଶନ। କିଛି ସମୟ ପରେ ନିଗମାନନ୍ଦଙ୍କର ହଠାତ୍ ନିଦ ଭାଙ୍ଗିଯିବାରୁ ସେ ଦେଖିଲେ ଯେ ବଣର ଚାରିଆଡ଼ ଆଲୋକମୟ ହୋଇଯାଇଛି। ଘଟଣା କ'ଣ ତାହା ଜାଣିବାକୁ ସେ ବୃକ୍ଷ କୋଟର ମଧ୍ୟରୁ ବାହାରି ପଡ଼ିଲେ। ସମ୍ମୁଖରେ ଦେଖିଲେ ଗଛମୂଳରେ ଶୁକ୍ଳ ପତ୍ର ଦ୍ୱାରା ଅଗ୍ନି ପ୍ରଜ୍ୱଳିତ କରି ଜଣେ ମନୁଷ୍ୟ ବସିଛନ୍ତି। ବିଜନ ବନରେ ମନୁଷ୍ୟ ଦେଖି ନିଗମାନନ୍ଦ ନାନା ଚିନ୍ତା କରିବାକୁ ଲାଗିଲେ। ଭାବିଲେ, ହଠାତ୍ ଏଠାକୁ ମନୁଷ୍ୟ ଆସିଲେ କିପରି? ଏ କ'ଣ ମୋ ପରି ପଥ ଭୁଲି ବିପଥରେ ଘୁରୁଥିବା ନା କୌଣସି ଭୂତପ୍ରେତ? ଭୟରେ ତାଙ୍କର ଦେହ ଥରିବାକୁ ଲାଗିଲା। ବିସ୍ମୟର ଅବଧ ରହିଲା ନାହିଁ। ସାହସ କରି ଗଛରୁ ତଳକୁ ଆସି ସେ ଏହି ମନୁଷ୍ୟ ମୂର୍ତ୍ତିଙ୍କ ନିକଟରେ ଦଣ୍ଡାୟମାନ ହେଲେ। ଗଛରୁ ଓହ୍ଲାଇଲା ବେଳେ ଶବ୍ଦ ହେଲେ ମଧ୍ୟ ସେ ବ୍ୟକ୍ତି ଟିକିଏ ହେଲେ ଚାହିଁଲେ ନାହିଁ। ନିଗମାନନ୍ଦ ନିକଟକୁ ଯାଇ ଦେଖିଲେ ଜଣେ କୌପୀନ ପରିହିତ ସାଧୁ। ନିକଟରେ ଗଞ୍ଜେଇ ଚିଲମ। ସେ ମୁଣ୍ଡ ନୁଆଁଇ ଗଞ୍ଜେଇ ଦଳୁଛନ୍ତି। ଗଞ୍ଜେଇ ଖାଇବା ପାଇଁ ଧୂନି ଜାଳିଛନ୍ତି। ଏଠାରେ ଯେ ସାଧୁ ସନ୍ନ୍ୟାସୀ ରହନ୍ତି, ନିଗମାନନ୍ଦ ଏହା ଆଗରୁ କାହାରିଠାରୁ ଶୁଣି ନ ଥିଲେ। ସାହସ କରି ସେ ସାଧୁଙ୍କୁ କିଛି ପଚାରି ପାରିଲେ ନାହିଁ। ଭୀତକ୍ରମ ଭାବେ ନିକଟକୁ ଯାଇ ବସିଲେ ମଧ୍ୟ ସାଧୁ ତାଙ୍କୁ ଚାହିଁଲେ ନାହିଁ। ପରେ ଚିଲମ ଲଗାଇ ସାଧୁ ନିଜେ ଥରେ ଟାଣି ନିଗମାନନ୍ଦଙ୍କ ଆଡ଼ୁ ତାହା ବଢ଼ାଇ ଦେଲେ। ଗଞ୍ଜେଇ ଟଣା ଶେଷ ହେଲା ମାତ୍ରକେ ଧୂନି ଲିଭାଇ ଦେଇ ଚିମୁଟା ହାତରେ ଧରି ନିଗମାନନ୍ଦଙ୍କୁ ତାହାଙ୍କର ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇ ସାଧୁ ଚାଲିବାକୁ ଲାଗିଲେ। ସେ ଏତେ ଶୀଘ୍ର ଚାଲିଲେ ଯେ ନିଗମାନନ୍ଦ ତାଙ୍କ ପଛରେ ଦୌଡ଼ି ମଧ୍ୟ ପାରିଲେ ନାହିଁ। ନିଗମାନନ୍ଦ ଯାଉ ଯାଉ ବଙ୍କିମଚନ୍ଦ୍ରର କପାଳ କୁଣ୍ଡଳ କରିବ ବୋଲି ନେଇ ଯାଉଥିଲା। ନିଗମାନନ୍ଦ ଯାଉ ଯାଉ କପିଳଚନ୍ଦ୍ରଙ୍କର କପାଳ କୁଣ୍ଡଳ ଗଳ୍ପ ମନେ ପଡ଼ିଗଲା। କପାଳିଆ ଯେପରି ପଥହରା ନନ୍ଦକୁମାରଙ୍କ ହତ୍ୟା କରିବ ବୋଲି ନେଇ ଯାଉଥିଲା, ତାଙ୍କୁ ସେହିପରି ହତ୍ୟା କରିବାକୁ ସାଧୁ ନେଉଛନ୍ତି ନା କ'ଣ? ସେ ତ ନନ୍ଦକୁମାର ପରି ପଥହରା ପଥିକ ଓ ସାଧୁଙ୍କ ଚେହେରା ତ ସେଇ କପାଳିକା ପରି। ଏହା ଭାବି ସେ ସାଧୁଙ୍କ ପଛରେ ନ ଯାଇ ରହିଗଲେ। କିନ୍ତୁ ସାଧୁ ପଛକୁ ଫେରି ଆସିଲେ ନାହିଁ। ତହୁଁ ନିଗମାନନ୍ଦ ଭାବିଲେ, ନା, ଏ କପାଳିକା ନୁହନ୍ତି। କପାଳିକା ହୋଇଥିଲେ ତ ଫେରି ଚାହାନ୍ତେ। ଏହା ଭାବି ନିଗମାନନ୍ଦ ବହୁ କଷ୍ଟ ସହ୍ୟ କରି ଦୌଡ଼ି ଦୌଡ଼ି ଯାଇ ତାଙ୍କ ପାଖରେ ପହଞ୍ଚିଲେ। ସାଧୁ ଓ ନିଗମାନନ୍ଦ ପୂର୍ବ ପରି ଚାଲି ଚାଲି ଶେଷରେ ଗୋଟିଏ ମୁଣ୍ଡିଆ ନିକଟରେ ଉପସ୍ଥିତ ହେଲେ। ସ୍ଥାନଟି ବେଶ୍ ପରିଷ୍କାର। ନିକଟରେ ଗୋଟିଏ ଛୋଟ ଝରଣା। ସେ ଏହିଠାରେ ସାଧୁ ନିଗମାନନ୍ଦଙ୍କ ଆଡ଼କୁ ଫେରି ଚାହିଁଲେ। କି ବିଶାଳ ମୂର୍ତ୍ତି! ଉଜ୍ଜ୍ୱଳ ଗୌରବର୍ଣ୍ଣ, ପ୍ରଶାନ୍ତ ବକ୍ଷସ୍ଥଳ, ପ୍ରଶାନ୍ତ ଲଲାଟ, ଘନପୂର୍ଣ୍ଣ ଦୀର୍ଘ କୁତ୍ସିତ କେଶ, ଆକର୍ଣ୍ଣ ବିସ୍ମୃତ ନୟନା ଯୁଗଳ, ଜ୍ୟୋତିର୍ମୟ ମୁଖମଣ୍ଡଳ। ଏପରି ସୁନ୍ଦର ମୂର୍ତ୍ତି ଦେଖି ନିଗମାନନ୍ଦ ବିସ୍ମୟ ଓ ଆନନ୍ଦରେ ଅଧୀର ହୋଇ ତାଙ୍କ ଚରଣ ତଳେ ପ୍ରଣାମ କଲେ। ସାଧୁ ସ୍ନେହରେ ନିଗମାନନ୍ଦଙ୍କ ହାତ ଧରି ଉଠାଇ କହିଲେ, ବତ୍ସ! ହଠାତ୍ ରାତ୍ରରେ ବନ ମଧ୍ୟରେ ମୋତେ ଦେଖିଲ। ମୁଁ ତୁମକୁ କିଛି ନ କହି ମୋର ପଶ୍ଚାତ୍ ଧାବନ କରିବାକୁ ଇଙ୍ଗିତ କଲି। ଏଥିରେ ବୋଧହୁଏ ତୁମେ ବିସ୍ମିତ ଓ ଆଶ୍ଚର୍ଯ୍ୟାନ୍ୱିତ ହୋଇଯାଇଛ। ଭୟମନ୍ଦ କରୁଛ। ମୁଁ କିନ୍ତୁ ତୁମକୁ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇନାହିଁ। କାରଣ ଏଥିପୂର୍ବରୁ ତୁମେ କିଏ, କାହିଁକି ବୁଲୁଛ, ତୁମର ଅଭାବ କ'ଣ, କାହିଁକି ବା ଗଛ କୋଡ଼ରେ ଥିଲ, ସେ ସବୁ ମୁଁ ଅବଗତ ହୋଇ ତୁମକୁ ଆଣିବା ପାଇଁ ସେଠାକୁ ଯାଇଥିଲି। ମୋ ଦ୍ୱାରା ତୁମର ବାସନା ସିଦ୍ଧ ହେବ। ଏହା କହି ସାଧୁ ନିଗମାନନ୍ଦଙ୍କର ଏ ଜନ୍ମର, ପୂର୍ବଜନ୍ମର ଓ ଭବିଷ୍ୟତର ଅନେକ ଗୁପ୍ତ କଥା ବ୍ୟକ୍ତ କଲେ। ତାହା ସବୁ ଶୁଣି ନିଗମାନନ୍ଦ ଆହୁରି ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ। ସେ ବୁଝିଲେ, ଏ ଜଣେ ପ୍ରକୃତ ଯୋଗସିଦ୍ଧ ମହାପୁରୁଷ। ତେଣୁ ସବୁ ଦୁଃଖ କଷ୍ଟ ଭୁଲି ତାଙ୍କୁ ଆତ୍ମସମର୍ପଣ କରି ତାଙ୍କ ନିକଟରେ ଶରଣ ପ୍ରାର୍ଥୀ ହେଲେ। ଜୟଗୁରୁ।